ହେଉଛନ୍ତି ସୁଜାତା ଦେବୀ। ଘରର ସଂସ୍କୃତି ଓ ପରମ୍ପରାକୁ ଆଜିର ଦିନରେ ମଧ୍ୟ ବଜାୟ ରଖିଛନ୍ତି। ସୁଜାତା ଦେବୀଙ୍କର ଦୁଇ ପୁଅ ରାକେଶ ଓ ମୁକେଶ। ଦୁଇ ଜଣଙ୍କର ବାହାଘର ମଧ୍ୟ ଭଲ ଝିଅ ଦେଖି କରିଥିଲେ। ସମସ୍ତେ ମିଳିମିଶି ଏକା ସାଙ୍ଗରେ ରହନ୍ତି। ଦୁଇ ବୋହୂ ଗୀତା ଓ ପୂଜା ମଧ୍ୟ ମିଳିମିଶି ଘରର ସବୁ କାମ କରନ୍ତି। ତେଣୁ ସୁଜାତା ଦେବୀଙ୍କର ପରିବାର ହସ ଖୁସିରେ ବିତିଯାଏ। ଦୁଇ ବୋହୂଙ୍କର ବୁଝାମଣା ଦେଖି ସୁଜାତା ଦେବୀ ମଧ୍ୟ ବହୁତ ଖୁସି ହୁଅନ୍ତି। ସେ ଭାବନ୍ତି ଏମାନେ ବୋଧହୁଏ ମୋର ଦୁଇ ବୋହୂ ନୁହେଁ ତ ଦୁଇ ଭଉଣୀ। ପୂଜା, ଆମେ ଗୋଟିଏ କାମ କରିବା। ତୁ ଚା ବସେଇ ଦେ, ମୁଁ ଯାଉଛି ଦେଖିବି ବ୍ରେକଫାଷ୍ଟ ପାଇଁ କ'ଣ ଟିକିଏ ରେଡ଼ି କରିଦେବି। ସମସ୍ତେ ଉଠିଲେଣି, ତାଙ୍କର ଖାଇବା ପୁଣି ଟାଇମ୍ରେ ଦରକାର। ଗୀତା ଅପା, ଆଜିର ବ୍ରେକଫାଷ୍ଟ ମୁଁ କରିବି। ଆଜି ଆମେ ଉପମା କରିଦେବା। ଉପମା କରିବା ପାଇଁ ମୋତେ ବହୁତ ଭଲ ଭାବରେ ଆସେ। ତମେ ଯାଇକି ଚାଟା ବସେଇ ଦିଅ, ମୁଁ ଉପମା କରିଦେଉଛି। ଠିକ୍ ଅଛି ପୂଜା, ତେବେ ଡେରି କାହିଁକି? ରେସିପି ଆରମ୍ଭ କରିଦେବା। କିଛି ସାହାଯ୍ୟ ଯଦି ଦରକାର ହେଲେ ମୋତେ କହିବ। ମୁଁ ଯାଉଛି ଚାଟା ବସେଇ ଦେଇ ବାସନତକ ମାଜିଦେବି। ତାପରେ ଏପଟେ ଟିକେ ଦେଖି ଦେଉଥିବୁ। ଦରକାର ହେଲେ ମୋତେ ଡାକିବୁ। ଆରେ ବା, ଆଜିର ଖାଇବା ତ ବହୁତ ସ୍ୱାଦିଷ୍ଟ ହେଇଛି। କିଏ କରିଛି? ସତରେ ବହୁତ ଭଲ ଲାଗୁଛି। ମା, ଆଜିର ବ୍ରେକଫାଷ୍ଟ ପୂଜା କରିଛି। ସେ କହିଲା ତାକୁ ଉପମା କରିବାକୁ ବହୁତ ଭଲ ଭାବରେ ଆସେ। ସେ ଏଇଆ ବି କହୁଥିଲା ସମସ୍ତଙ୍କର ପସନ୍ଦ ମଧ୍ୟ ହୋଇଯିବ। ନାଇଁ ମା, ଆରମ୍ଭ ସିନା ମୁଁ କରିଥିଲି, ହେଲେ ଏଥିରେ ସବୁକିଛି ସହଯୋଗ ପରା ଅପା କରିଛି। ସତରେ ମା, ଅପା ହାତରେ ସ୍ୱାଦର ଯାଦୁ ରହିଛି। ଯାହା ହେଉ, ମୋର ଦୁଇ ବୋହୂଙ୍କର ବୁଝାମଣା ଦେଖି ମୋତେ ବହୁତ ଖୁସି ଲାଗୁଛି। ସବୁବେଳେ ଏମିତି ସାଙ୍ଗ ହୋଇ ଦୁଇ ଭଉଣୀ ପରି ରହିଥାଅ। ନହେଲେ ଆଜିକାଲି ଦୁନିଆରେ କ'ଣ ସବୁ ଯେ ଶୁଣିବାକୁ ମିଳୁଛି, ସେସବୁ କହିବା ମଧ୍ୟ ସମ୍ଭବ ନୁହଁ। ଛାଡ଼ ମା, ଆମେ ଅଲଗା ଅଲଗା ଘରୁ ଆସିଥିଲେ ବି ଆମେମାନେ ପରା ଦୁଇ ଭଉଣୀ। ଆମ ଭିତରେ ଅନ୍ୟ ବୋହୂମାନଙ୍କ ପରି କେବେ ବି ଝଗଡ଼ା ହେବ ନାହିଁ। ଆଉ ଆମ ଘର ଭିତରେ କେବେ ଅଶାନ୍ତି ସୃଷ୍ଟି ହେବ ନାହିଁ। ତୁମେ ଦେଖିବ ଆମେ ସବୁଦିନ ଏମିତି ହସ ଖୁସିରେ ରହୁଥିବା। ଆମ ପରିବାର ମଧ୍ୟରେ କେବେ ବି ପାଚେରୀ ଉଠିବ ନାହିଁ। ଏହିପରି ଭାବରେ ଗୀତା ଓ ପୂଜାର ସାଙ୍ଗରେ ରହିବାର କେତେ ବର୍ଷ ବିତିଗଲା। ଦୁହେଁ ଦୁହିଁଙ୍କୁ ସବୁବେଳେ ସାହାଯ୍ୟ କରନ୍ତି ଏବଂ ଜଣେ ଅନ୍ୟ ଜଣଙ୍କର ପ୍ରଶଂସା କରିବାକୁ ପଛାନ୍ତି ନାହିଁ। ଗୀତା ଓ ପୂଜାକୁ ଦେଖି ଗାଁର ଅନ୍ୟ ବୋହୂମାନେ ମଧ୍ୟ ଈର୍ଷା କରିବା ପାଇଁ ଆରମ୍ଭ କରିଦେଲେଣି। ଏହିପରି ଭାବରେ କିଛି ବର୍ଷ ବିତି ଚାଲିଲା। ସେମାନଙ୍କର ଦୁଇଟି ଝିଅ ମଧ୍ୟ ହେଲେ, ରୀମା ଓ ସୀମା। ସୀମା, ବଲ୍ ଦେ, ଦେ ଜଲ୍ଦି ଖେଳିବା ଦେ, ମୋ ଆଡ଼କୁ ବଲ୍ ଫୋପାଡ଼େ। ନାଇଁ ନାଇଁ, ମୁଁ ବଲ୍ ଦେବି ନାହିଁ। ଏଇଟା ମୋ ବଲ୍, ମୁଁ ଆଉ ଖେଳିବିନି। ମୋତେ ଖେଳିବାକୁ ଆଉ ଭଲ ଲାଗୁନି, ମୁଁ ଯାଉଛି। ସୀମା ଖେଳିବାକୁ ମନା କରିବାରୁ ରୀମା ସୀମାକୁ ଦୁଇ ଚାପୁଡ଼ା ମାରିଲା ଏବଂ ସୀମା ଜୋରରେ କାନ୍ଦିବାରେ ଲାଗିଲା। ଏବଂ ଏଇଥିରୁ ଆରମ୍ଭ ହୋଇଗଲା ସୁଜାତା ଦେବୀଙ୍କ ଘରର ମହାଭାରତର କାହାଣୀ।
ମାମା ରିମା ମୋତେ ମାରିଲା, ମୋର ହାତକୁ ମଧ୍ୟ ମଡ଼ିଦେଲା, ମୋତେ ବହୁତ କଷ୍ଟ ହେଉଛି। ମାମା ମୋତେ ସେ କେତେ ମାରିଲା, ଚାଲୁନ ଦେଖିବ, ଦେଖ ଦେଖ ମୋ ହାତ କ'ଣ ହେଇଯାଇଛି। କ'ଣ ହେଲା? ରିମା ତତେ ମାରିଲା? ଚାଲିଲୁ ଚାଲ, ତା କଥା ମୁଁ ଆଜି ବୁଝୁଛି, ଚାଲିଲୁ। ଛୋଟ ଛୁଆ ବୋଲି ମାରି ମାରି କ'ଣ ମାରିଦେବ? ସବୁଦିନ ତାକୁ କନ୍ଦେଇ ଦେଉଛି। ଚାଲିଲୁ, ଆଜି ତା କଥା ମୁଁ ବୁଝିବି। ସେ ରିମା କେତେ ବଦମାସି ହେଉଛି, ତା ମାଆ ବି ତାକୁ କିଛି କହୁନାହିଁ। ଚାଲିଲୁ, ମୋ ଝିଅକୁ କ'ଣ କରିଦେଇଛି। ରିମା, ତୁ ସୀମାକୁ କ'ଣ ପାଇଁ ମାରିଲୁ? ସେ କେତେ କାନ୍ଦୁଛି, ତୋର କ'ଣ ଦୟାମୟା ବୋଲି ଟିକେ ନାହିଁ? ମାରୁ ମାରୁ ମାରିଦେବୁ ନା କ'ଣ? ସବୁଦିନ ତାକୁ କନ୍ଦେଇ ଦେଉଛୁ, ସେ ଛୋଟ ଛୁଆ ବୋଲି ତାକୁ ମାରି ଦେଉଛୁ ନା କ'ଣ? ତତେ କିଛି କୁହା ହେଉନି ବୋଲି ତୋର ବହୁତ ସାହସ ହେଇଗଲାଣି। ଗୀତା ଅପା, ଦେଖିଲ ସେ ରିମା ସୀମାକୁ କେତେ ମାରିଛି, ତା ହାତକୁ ମଧ୍ୟ ମଡ଼ି ଦେଇଛି। ତା ମାନେ ମୁଁ କିଛି କହୁନାହିଁ ବୋଲି ମୋ ଝିଅକୁ ମାରିଦେବ ନା କ'ଣ? ତମେ କିଛି କହୁନ ତାକୁ କ'ଣ ପାଇଁ? ଅପା ରିମାକୁ ଟିକିଏ ବୁଝାଅ, ନହେଲେ ଭଲ ହେବନି। ନାଇଁ ସାନମା, ମୁଁ ତାକୁ ମାରିନି, ବାସ୍ ଖେଳୁଥିବା ସମୟରେ ଟିକେ ବାଜି ଯାଇଛି, ମୁଁ ତାକୁ ମାରିନି। ଛାଡ଼ ନା ପୂଜା, କ'ଣ ପିଲାଙ୍କ କଥାକୁ ଧରି ବସିଛୁ? ଦେଖିବୁ କିଛି ସମୟ ପରେ ଦୁହେଁ ପୁଣି ମିଶିଯିବେନି କି? ତାଙ୍କ କଥାକୁ ଧରି ଏତେ ପାଟିତୁଣ୍ଡ କ'ଣ ପାଇଁ କରୁଛୁ? ସେ ଛୁଆ ଲୋକ, ମାଡ଼ ଗୋଳ ଲାଗିଥିବେ, କାହିଁ ଧରି ବସିଛୁ? କେମିତି ଛାଡ଼ିବି ଅପା? ତୁମ ଛୁଆକୁ କଷ୍ଟ ହେଲେ ସିନା ତୁମେ ଜାଣିବ। ତୁମ ଛୁଆ ତ ଭଲ ଅଛି ନା? ଏସବୁ ଦେଖି ତମକୁ ତ ଭାରି ମଜା ଲାଗୁଥିବ, ତମେ ବା କେମିତି ଜାଣିବ ଛୁଆ କାନ୍ଦିଲେ କେମିତି ଲାଗେ? ରିମା ତ ଠିକ୍ ଠାକ୍ ଅଛି ନା? ପୂଜା, ତୁ ଏସବୁ କ'ଣ କହିଯାଉଛୁ? ସୀମା କ'ଣ ମୋର ଝିଅ ନୁହେଁ? ଆରେ ରିମା ଆଉ ସୀମା ମଧ୍ୟରେ ମୁଁ କେବେ କିଛି ଅନ୍ତର ଦେଖିନାହିଁ। ସେମାନେ ଦୁହେଁ ମୋ ପାଇଁ ସମାନ। ଆଉ ତୁ ଏସବୁ କ'ଣ କହିଯାଉଛୁ? କ'ଣ କହିଲୁ? ସୀମା କାନ୍ଦିଲେ ମୋତେ କଷ୍ଟ ହୁଏନି? ସେ ପା ମୋରି ଝିଅ। ଏସବୁ କଥା ତୁ କେମିତି ଭାବି ପାରୁଛୁ? ସମାନ କେମିତି ହେବେ ଅପା? ଯେତେ ଯାହା ହେଲେ ବି ନିଜର ସବୁବେଳେ ନିଜର, ଆଉ ପର ସବୁବେଳେ ପର ହିଁ ହୋଇଥାଏ। କ'ଣ କହିଲୁ? ଏଇ ଛୋଟ କଥାଟେ ପାଇଁ ଶେଷରେ ତୁ ଆମକୁ ପର କରିଦେଇ ପାରିଲୁ? ଏକଥା ତୁ ଭାବିବି କେମିତି ପାରିଲୁ ପୂଜା? ଆମେ ପରା ଦୁଇ ଭଉଣୀ, ତୁ ଏସବୁ ଭାବି ନେଉଛୁ କେମିତି? ଆମକୁ ପର କରିଦେଲୁ ତୁ। ଓହୋ, ତମେ ଦୁଇ ଜଣ ଯାକ ପାଟି ଚୁପ୍ କଲ। ଏହି କଥାକୁ ନେଇ ତୁମେ କ'ଣ ମହାଭାରତ ଆରମ୍ଭ କରିଦେବ? ଆଜି ପର୍ଯ୍ୟନ୍ତ ଏ ଘରେ କେବେ ଝଗଡ଼ା ହିଁ ହୋଇନାହିଁ। ଆଉ ଏସବୁ କ'ଣ ହେଇଯାଉଛି? ମୁଁ ଆଉ କାହା ପାଖରୁ କିଛି ଶୁଣିବାକୁ ଚାହୁଁନାହିଁ। ଯାଅ, ସମସ୍ତେ ନିଜ ନିଜ କାମ କର। ଏହିପରି ଭାବରେ ତାଙ୍କ ମଧ୍ୟରେ ହୃଦୟରେ ତ ପାଚେରୀ ଠିଆ ହେବା ଆରମ୍ଭ ହୋଇଗଲା। ବାକି ରହିଲା ଘରେ ପାଚେରୀ ଠିଆ ହେବା ପାଇଁ। ଦେଖିବା କ'ଣ ହେଉଛି ତାଙ୍କ ପରିବାର। ଗୀତା, ପୂଜା, ଖାଇବା ରେଡ଼ି କଲ କି ନାହିଁ? ଖାଇକି ମୁଁ ଟିକିଏ ମାର୍କେଟ ଯିବି। କେତେ ସମୟ ଆଉ ଆମକୁ ଭୋକରେ ରଖିବ? ମୋତେ ଭୋକ କଲାଣି। ମା, ଆମର ରୋଷେଇ କରିବା ପାଇଁ ରୁଟିନ୍ କରିଦିଅ। କିଏ କେତେବେଳେ ରୋଷେଇ କରିବ? କାହିଁକି ନା ଆମେ ଗୋଟିଏ ରୋଷେଇ ଘରେ ଏକା ସାଙ୍ଗରେ ରୋଷେଇ କରିପାରିବୁ ନାହିଁ। ମୁଁ ତ କେବେ ଗୀତା ଅପା ସହିତ ପାରିବିନି। ଠିକ୍ ଅଛି, ପୂଜା ଯଦି ସାଙ୍ଗରେ ରହିବାକୁ ଚାହୁଁନି, ତାହେଲେ ଆମେ ଗୋଟେ କାମ କରିବା, ପରିବାରକୁ ହିଁ ଦୁଇ ଭାଗ କରିଦେବା। ନା କ'ଣ କହୁଛ? ମୋର ବି ଆଉ ଇଚ୍ଛା ନାହିଁ। ସବୁଦିନ କେଁ କଟର ହୋଇ ରହିବା ଅପେକ୍ଷା ଅଲଗାରେ ଶାନ୍ତିରେ ରହିବା ଭଲ।
ଘରକୁ ଦୁଇ ଭାଗ କରିବାର କଥା କେବେ ମନରେ ବି ଭାବିବନି। ମୁଁ ସବୁବେଳେ ମୋର ଦୁଇ ପୁଅଙ୍କୁ ସାଙ୍ଗରେ ଦେଖିବାକୁ ଚାହେଁ। ଆଉ ତମେ କ'ଣ କରିବ କେମିତି କରିବ ମୁଁ ଜାଣିନି। ଏହା ହେଉଛି ମୋର ଶେଷ ନିଷ୍ପତ୍ତି। ଏକଥା ଭୁଲନି। କିଏ କେଉଁଠି ରହୁଛ ରୁହ, କିନ୍ତୁ ମୋର ଦୁଇ ପୁଅ କେବେ ବି ଅଲଗା ହେବେ ନାହିଁ। ଏକଥା ଯେମିତି ତମେ ଦୁଇ ଜଣ ଯାକ ମନେ ରଖିଥିବ। ମା, ତେବେ ଆମେ କ'ଣ କରିବା? ପୂଜାକୁ ବୁଝାଅ। ମୋର ତ କିଛି ଅସୁବିଧା ନାହିଁ। ସେ ହିଁ ସବୁବେଳେ ମୋ ଠାରୁ ଦୂରେଇ ଯିବାକୁ ଚାହୁଁଛି। ମୁଁ ବା ଆଉ କ'ଣ କରିପାରିବି? ତମେ ବୁଝାଅ ତାକୁ। ମୁଁ ମୋ ଝିଅକୁ ନେଇ ବାପଘର ଚାଲିଯିବି ପଛେ ମୁଁ ତାଙ୍କ ସହିତ ମିଶି ପାରିବିନି କି ମୁଁ ସୀମାକୁ ମଧ୍ୟ ରୀମା ସହିତ ମିଶିବାକୁ ଦେବିନି। କିଏ କ'ଣ କରୁଛି ମୁଁ ବି ଦେଖିନେବି। ମୁଁ ତାଙ୍କ ସହ ରହିପାରିବିନି। ଆଉ ଏଇଟା ହେଉଛି ମୋର ଶେଷ ନିଷ୍ପତ୍ତି। କେହି କୁଆଡ଼େ ଯିବା ଦରକାର ନାହିଁ। ଠିକ୍ ଅଛି, ତୁମମାନଙ୍କର ଯଦି ଏତେ ଜିଦି ତାହେଲେ ତା'ର ବ୍ୟବସ୍ଥା ମୁଁ କରୁଛି। କିନ୍ତୁ କେହି କୁଆଡ଼େ ଯିବା ଦରକାର ନାହିଁ। ସମସ୍ତେ ଏହି ଘରେ ରହିବେ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏ ପରିବାରକୁ ମୁଁ କେବେ ମଧ୍ୟ ଦୁଇ ଭାଗ ହେବା ପାଇଁ ଦେବି ନାହିଁ। ଏଇ କଥା ତମେମାନେ ଯେମିତି ନ ଭୁଲ। ତା ପରଦିନ ତାଙ୍କର ରୋଷେଇ ଘରର ମଝିରେ ଏକ ପାଚେରୀ ଠିଆ ହେଲା। ଦୁଇ ବୋହୂ ରୋଷେଇ କଲାବେଳେ କାହା ମୁହଁକୁ ମଧ୍ୟ ଚାହାନ୍ତି ନାହିଁ। ତାଙ୍କର ଏହି ଭୁଲ ବୁଝାମଣା ଏତେ ବଢ଼ିଗଲା ଯେ ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଲେ। କେହି କାହାକୁ ଦେଖିବାର ନାହିଁ। ସୁଜାତା, ଆରେ ଓ ସୁଜାତା, ଟିକେ ଚିନି ମିଳିବ କି? କଥା କ'ଣ କି ମୋ ଘରେ ଚିନି ସରିଯାଇଛି। ଆଉ ଆଜି ଦିନରେ ବନ୍ଧୁବାନ୍ଧବ ମଧ୍ୟ ଆସିଛନ୍ତି। ହଠାତ୍ ମୁଁ ଚିନି କେଉଁଠୁ ପାଇବି କହିଲୁ? ଟିକେ ଚା କରିବି ତ। ଚିନି ଟିକେ ଦେଇଥିଲେ ଭଲ ହେଇଥାନ୍ତା। ହଁ ହଁ, ଏଇ ଗୋଟିଏ କଥା। ଟିକେ ରୁହ, ମୁଁ ବୋହୂମାନଙ୍କୁ କହିଦେଉଛି ଚିନି ଆଣିକି ଦେବେ। ତ ଘର ଖବର କ'ଣ? ସବୁ ଭଲ ତ? ସବୁ ଠିକ୍ ଠାକ୍ ଚାଲିଛି? ମୋତେ ତ କେବେ କିଛି କହୁନୁ। ବୋହୂ, ମିତାଲିକୁ ଟିକିଏ ଚିନି ଦେଲ। ଜଲ୍ଦି ନେଇକି ଆସ। ଆଉ ତ ଘର ଖବର କ'ଣ? ସବୁ କିଛି ଭଲ ତ? ହଁ, ମୋ ଘରେ ତ ସବୁ ଭଲ। ଆଉ ତୋ କଥା କ'ଣ? ମୁଁ ତ କେବେ ବୁଲିବାକୁ ବି ଆସିପାରୁନାହିଁ। ଆରେ ଏ କ'ଣ? ଆରେ ଗୋଟେ ଜାଗାରେ ଚିନି ମାଗିଥିଲେ ଜଣେ ଆଣିଥିଲେ ହେଇନଥାନ୍ତା? ଦୁଇ ଜଣ ଯାକ ଆଣିଛ। ପୂଜା, ତୁ ଭିତରକୁ ଫେରେଇ ନେଇଯା। ଗୋଟେ କହିଲେ ଗୋଟେ ବୁଝୁଛନ୍ତି। କ'ଣ କହିବି ଏମାନଙ୍କୁ? ଆରେ ସୁଜାତା, ମୁଁ କ'ଣ ଶୁଣିଲି ତୁ ରୋଷେଇ ଘରେ ପାଚେରୀ କରିଦେଇଛୁ। ଆଉ ଦୁଇ ବୋହୂ ଅଲଗା ଅଲଗା ରୋଷେଇ କରୁଛନ୍ତି। ହେଲେ ମୋ ପାଇଁ ଭାରି ଭଲ। ଜଣଙ୍କ ପାଖରୁ ଚିନି ମାଗିନେଲେ ଆଉ ଜଣଙ୍କ ପାଖରୁ ଲୁଣ ମାଗିନେବି। ମୋ ପାଇଁ ତ ବହୁତ ସୁବିଧା ହୋଇଛି। ପଡ଼ୋଶୀ ଆଗରେ ସିନା ସୁଜାତା ଦେବୀ ହସିଦେଲେ, ମାତ୍ର ପଡ଼ୋଶୀର କଥା ସୁଜାତା ଦେବୀଙ୍କର ମନରେ ବହୁତ ଆଘାତ ଦେଇଥିଲା। ହେଲେ ସେ ବା ଆଉ କ'ଣ କରିପାରିବ? ବୋହୂମାନଙ୍କର ଜିଦ୍ ଆଗରେ ସେ ମଧ୍ୟ ହାର ମାନିଯାଇଛନ୍ତି। ତାଙ୍କର ସଂସ୍କାର ଓ ସଂସ୍କୃତି ହାର ମାନିଯାଇଛି। ସେ ଆଉ କ'ଣ ବା କରିପାରିବେ? କେବଳ ସେମାନଙ୍କର ତାମସା ଦେଖୁଛନ୍ତି। ଦେଖିବା କେତେ ଦିନ ଯାଉଛି ଏହିପରି। ଦିନକର ଘଟଣା। ହଠାତ୍ ରୋଷେଇ କରୁଥିବା ସମୟରେ କରେଣ୍ଟ ପଳେଇଲା। ଘର ଯାକ ଅନ୍ଧାର। ହେ ଭଗବାନ, ମୁଁ ଏବେ କ'ଣ କରିବି? ମୋ ପାଖରେ ତ କ୍ୟାଣ୍ଡେଲ୍ ମଧ୍ୟ ନାହିଁ। କହିଥିଲି ଆଣିବାକୁ,
ହେଲେ ସେ ମୋ କଥା ଶୁଣିଲେ ତ ମୋ କଥାକୁ କେବେ କାନ ଦିଅନ୍ତିନି। ମୁଁ ଏବେ କ'ଣ କରିବି? ଅନ୍ଧାରରେ ରୋଷେଇ କେମିତି କରିବି? ସେପଟେ ସୀମାକୁ ଭୋକ ଲାଗୁଥିବଣି। କ'ଣ କରିବି କିଛି ବୁଝିପାରୁନି। କ'ଣ କରିବି? ମୋ ପାଖରେ ତ କ୍ୟାଣ୍ଡେଲ୍ ଅଛି, ହେଲେ ପୂଜାକୁ ଦେବା ଠିକ୍ ହେବ କି ନାହିଁ କେଜାଣି। ପୁଣି ସେ କ'ଣ କହିବ? ଯାହା ହେଉ ତାକୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। କ୍ୟାଣ୍ଡେଲ୍ ଦେଇକି ଦେଖେ ସିଏ ନେବ କି ନାହିଁ। ଯଦି ନେବ। ଗୀତା ଚୁପ୍ କରି ପାଚେରୀ ପାଖରେ ନେଇ ମାଚିସ୍ ଏବଂ କ୍ୟାଣ୍ଡେଲ୍ ନେଇକି ରଖିଦେଲା ଏବଂ ଧୀର ସ୍ୱରରେ କହିଲା, ପୂଜା, ଝରକାରେ କ୍ୟାଣ୍ଡେଲ୍ ଆଉ ମାଚିସ୍ ରଖିଦେଇଛି। ଜଳେଇକି ରୋଷେଇ କରିଦେ। ସୀମାକୁ ଭୋକ କରୁଥିବ। କରେଣ୍ଟ ଆସିବାର କିଛି ଠିକଣା ନାହିଁ। କେଜାଣି ସେ କରେଣ୍ଟ କେତେବେଳେ ଆସିବ। ତୁ କ୍ୟାଣ୍ଡେଲ୍ ଲଗେଇକି ରୋଷେଇ ଆରମ୍ଭ କରିଦେ। ମୁଁ ହିଁ ବୋଧେ ଖରାପ। ଅପା ମୋ ପାଇଁ, ସୀମା ପାଇଁ କେତେ କଥା ଚିନ୍ତା କରୁଛନ୍ତି, ହେଲେ ମୁଁ କ'ଣ କଲି? ମୋରି ଜିଦ୍ ପାଇଁ ଏ ରୋଷେଇ ଘରେ ପାଚେରୀ ମଧ୍ୟ ହେଲା। କାଲି ହଉ ଅପାକୁ ମୋର ଭୁଲ ପାଇଁ ମୁଁ କ୍ଷମା ମାଗିନେବି। ଆଉ ଆମେ ପୁଣି ଥରେ ହସ ଖୁସିରେ ରହିବା। ହଁ, ଏଇଟା ହିଁ ମୋ ପାଇଁ ଠିକ୍ ହେବ। ମୋ ଭୁଲ ପାଇଁ ମୁଁ ଅପାକୁ କ୍ଷମା ମାଗିନେବି। କାଲି ସକାଳ ହେଇଗଲେ ସବୁ କିଛି ସମସ୍ୟାର ସମାଧାନ ହୋଇଯିବ। ଏହିପରି ଭାବରେ ପୂଜା ଇଆଡ଼ୁ ସେଆଡ଼ୁ କେତେ କଥା ଭାବୁଥାଏ। ଦୁହେଁ ମହମବତୀ ଆଲୋକରେ ରୋଷେଇ କରୁଥାନ୍ତି। ହଠାତ୍ ପୂଜାର ଶାଢ଼ୀରେ ନିଆଁ ଲାଗିଗଲା। ବଞ୍ଚାଅ, ବଞ୍ଚାଅ, ମୋ ଶାଢ଼ୀରେ ନିଆଁ ଲାଗିଗଲା। ମା, ଗୀତା ଅପା ଦୌଡ଼ି ଆସ, ମୋ ଦେହରେ ନିଆଁ ଲାଗିଗଲା। ଅପା, ଶୁଣିପାଉଛ କି ନାହିଁ? ଜଲ୍ଦି ଜଲ୍ଦି ଆସ, ମୋ ଶାଢ଼ୀରେ ନିଆଁ ଲାଗିଯାଇଛି। ଅପା, ମା, ମୋତେ ବଞ୍ଚାଅ, ମୋତେ ଉଦ୍ଧାର କର। ଗୀତା ପୂଜାର ଚିତ୍କାର ଶୁଣି ତା ପାଖକୁ ଯିବାକୁ ତ ଚାହୁଁଥିଲା, ମାତ୍ର ପାଚେରୀ ତାର ବାଧକ ସାଜିଥିଲା। ଗୀତା ବୁଲି ବୁଲି ଗଲା ବେଳକୁ ଡେରି ହୋଇଯାଇଥିଲା ଏବଂ ପୂଜାକୁ ନିଆଁରୁ ଉଦ୍ଧାର କଲା। ଗୀତା ଓ ପୂଜା ଦୁହେଁ ପରସ୍ପରକୁ ଚାହିଁ କାନ୍ଦିବାରେ ଲାଗିଲେ। ଗୀତା ପୂଜାର ଶାଢ଼ୀରୁ ନିଆଁ ଲିଭେଇ ପୂଜାକୁ ଉଦ୍ଧାର କଲା ଏବଂ ପୂଜା ତାର ଭୁଲ ବୁଝିପାରିଲା। ବୋଧହୁଏ ଗୀତା ଓ ପୂଜା ମଧ୍ୟରେ ଥିବା ଭୁଲ ବୁଝାମଣା ମଧ୍ୟ ସେହି ନିଆଁରେ ଜଳିପଡ଼ି ପାଉଁଶ ହୋଇଗଲା। ସେମାନଙ୍କୁ ପୁଣି ଥରେ ମିଶିବାର ସୁଯୋଗ ମିଳିଲା। ଅପା, ମୋତେ କ୍ଷମା କରିଦିଅ। ସେଦିନର ମୋର ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ଏସବୁ ହେଲା। ମୁଁ ତୁମକୁ କେତେ ଅପମାନ ମଧ୍ୟ ଦେଇଛି, ହେଲେ ଆଜି ତୁମେ ନଥିଲେ ମୋର ଅବସ୍ଥା ଯେ କ'ଣ ହୋଇଥାନ୍ତା ମୁଁ କିଛି ବୁଝିପାରୁନାହିଁ। ମୋତେ କ୍ଷମା କରିଦିଅ ଅପା। ଆଉ କେବେ ଆମ ଭିତରେ ପାଚେରୀ ଉଠିବନି। ମୁଁ ତୁମକୁ କଥା ଦଉଛି। ଏଥର ମୁଁ ମୋ ଭୁଲକୁ ଠିକ୍ ଭାବରେ ବୁଝିପାରୁଛି। ଥାଉ ପୂଜା, ସେମିତି କହନା। ମୁଁ ତୋର କଥାକୁ କେବେ ବି ଖରାପ ଭାବୁନି। ତୁ ପରା ମୋର ସାନ ଭଉଣୀ। ମା, ସେ ପାଚେରୀ ଯଦି ନଥାନ୍ତା ତାହେଲେ ମୁଁ ପୂଜା ପାଖକୁ ଆହୁରି ଜଲ୍ଦି ଆସିପାରିଥାନ୍ତି। ତାର କିଛି ବି କ୍ଷତି ହେବାକୁ ଦେଇନଥାନ୍ତି। ମୁଁ ତୁମକୁ ଅନୁରୋଧ କରୁଛି, ସେ ପାଚେରୀ ଭାଙ୍ଗିଦିଅ। ଯେତେ ଜଲ୍ଦି ପାରୁଛ ସେ ପାଚେରୀ ଭାଙ୍ଗିଦେବ, ସେତେ ଭଲ ଆମମାନଙ୍କ ପାଇଁ, ସେତେ ଭଲ ହେବ। ହଁ ମା, ଏଥର ଆମ ମଝିରେ ଆଉ କୌଣସି ପାଚେରୀ ରହିବ ନାହିଁ। ଆମେ ପୁଣି ଥରେ ଏକାଠି ରହିବାକୁ ଚାହୁଁଛୁ। ଯେତେ ଜଲ୍ଦି ପାରୁଛ ସେ ପାଚେରୀ ଭାଙ୍ଗ। ସୁଜାତା ଦେବୀ ବୋହୂମାନଙ୍କର କଥା ଶୁଣି ଅଳ୍ପ ହସିଲେ ଏବଂ କହିଲେ, ଠିକ୍ ଅଛି, ରୋଷେଇ ଘରର ପାଚେରୀ କାଲି ସକାଳେ ଭଙ୍ଗା ହେବ। ଆଉ ପୁଣି ଥରେ ତମେ ଦୁଇଜଣ ସାଙ୍ଗ ହୋଇକି ରହିବ। ଆଶା କରୁଛି ଆଉ ତମମାନଙ୍କ ମଝିରେ କେବେ ପାଚେରୀ ହେବାକୁ ତମେ ଦେବ ନାହିଁ। ସଂସାରର ଦାୟିତ୍ୱ ଏବେ ତମର।
ପରଦିନ ସକାଳେ ତାଙ୍କର ରୋଷେଇ ଘରର ପାଚେରୀ ଭାଙ୍ଗିଦେଲେ। ରୋଷେଇ ଘରର ପାଚେରୀ ସହିତ ତାଙ୍କର ହୃଦୟରେ ଥିବା ପାଚେରୀ ମଧ୍ୟ ଭାଙ୍ଗିଗଲା। ଏବଂ ପୁଣି ଥରେ ସୁଜାତା ଦେବୀଙ୍କର ପରିବାର ହସ ଖୁସିରେ ଭରିଗଲା। ସମସ୍ତେ ଏକାଠି ସାଙ୍ଗ ହୋଇ ରହିଲେ। ଆଉ ଏଥର ତାଙ୍କ ଘରରେ କୌଣସି ପାଚେରୀ ରହିଲା ନାହିଁ।